ଆଜି ଆମେ ବାହାରି ଯାଇଛୁ ଭୁବନେଶ୍ୱରରୁ ପାରାଦୀପ ଅଭିମୁଖେ, କିନ୍ତୁ ଏକ ରାଜନୈତିକ ଦଳର ରାଲି ଯୋଗୁଁ ଆମକୁ ପୁରା ଭାରି ଜାମ୍ର ସାମ୍ନା କରିବାକୁ ପଡ଼ିଲା। ତାପରେ କଷ୍ଟେ ମଷ୍ଟେ ସେଠୁ ବାହାରି ଆସି ଆମେ ପାରାଦୀପର ଜର୍ଣ୍ଣିକୁ ଆଗକୁ ବଢ଼େଇଲୁ। ଆଜି ଆମେ ଏହି ଜର୍ଣ୍ଣିରେ ପ୍ରଥମେ ପୋର୍ଟ ବୁଲିଯିବୁ, ଯେଉଁ ବନ୍ଦର ରହିଛି ପାରାଦୀପ ବନ୍ଦର। ଏଇ ଦେଖନ୍ତୁ ଆମେ ପହଞ୍ଚିଗଲୁ ପାରାଦୀପ ବନ୍ଦରରେ। ତାପରେ ଆମେ ସି ବିଚ୍ ଯିବା। ସି ବିଚ୍ ପରେ ଆମେ ସେଠିକାର ଜଗନ୍ନାଥ ମନ୍ଦିର ଦର୍ଶନ କରିବା। ଏବେ ଆପଣମାନେ ଦେଖିପାରୁଥିବେ କି ଆମେ ବନ୍ଦରରେ ପହଞ୍ଚି ଯାଇଛୁ ଏବଂ ବହୁତ ବଡ଼ ଜାହାଜ ମଧ୍ୟ ଏଇଠି ଛିଡ଼ା ହେଇଛି, ଆପଣମାନେ ଦେଖିପାରୁଥିବେ। ଏଇଠି କିଛି ସମୟ ଆମେ ଟାଇମ୍ ସ୍ପେଣ୍ଡ କଲା ପରେ ବାହାରି ଯିବୁ ସି ବିଚ୍ ଆଡ଼କୁ। ତ ମୁଁ ଏଠିକାର ଦୃଶ୍ୟ ପ୍ରଥମେ ଆପଣମାନଙ୍କୁ ଦେଖେଇ ଦେଉଛି, କେତେ ସୁନ୍ଦର ଦୃଶ୍ୟ ଅଛି। ବନ୍ଦର ବୁଲି ସାରିଲା ପରେ ଆମେ ବାହାରି ଯାଇଛୁ ସମୁଦ୍ର ଉପକୂଳକୁ, ସି ବିଚ୍କୁ। ସେଠାରେ ବୁଲାବୁଲି କରି ଟାଇମ୍ ସ୍ପେଣ୍ଡ କରିବା। ତାପରେ ଆମେ ପାରାଦୀପର ସବୁଠାରୁ ବଡ଼ ଜଗନ୍ନାଥ ମନ୍ଦିର ମଧ୍ୟ ଦର୍ଶନ କରିବା। ତ ଚାଲନ୍ତୁ ପ୍ରଥମେ ଆଗେ ସି ବିଚ୍କୁ ଯିବା, ଆଉ ସେଠି ବୁଲାବୁଲି କରିବା। ସି ବିଚ୍ ବୁଲାବୁଲି କରିସାରିଲା ପରେ ଆମେ ବାହାରି ଯାଇଛୁ ପାରାଦୀପର ଜଗନ୍ନାଥ ମନ୍ଦିରକୁ। ଆମର ଡ୍ରାଇଭର ଯିଏ ଥିଲେ ସିଏ କହିଲେ କି ଏଠିକାର ଜଗନ୍ନାଥ ମନ୍ଦିର ବହୁତ ଫେମସ୍ ଅଛି, ଆଉ ବହୁତ ବଡ଼ ବି ଅଛି। ସତକୁ ସତ ତାର ଭିତରର କାରୁକାର୍ଯ୍ୟ ବହୁତ ହି ସୁନ୍ଦର ଥିଲା। ଏବେ ଆମେ ସେଇ ମନ୍ଦିର ଭିତରକୁ ପ୍ରବେଶ କରିବା ଏବଂ ଦେଖିବା କି କ'ଣ ସବୁ ସେ ମନ୍ଦିରରେ କାରୁକାର୍ଯ୍ୟ ହେଇଛି। ଏଣ୍ଟ୍ରି ପଏଣ୍ଟ ହିଁ ବହୁତ ହି ସୁନ୍ଦର ଥିଲା। ବିଷ୍ଣୁଙ୍କର 10 ଅବତାରର ଚିତ୍ର ଥିଲା, ବହୁତ ସୁନ୍ଦର ଭାବରେ ପଟ୍ଟଚିତ୍ର ସବୁ ଥିଲା ଏବଂ ଗୋଟେ କାଠର ଚକ ମଧ୍ୟ ଥିଲା। ତାପରେ ଆପଣମାନେ ଦେଖିପାରୁଥିବେ ଏ ହେଉଛି ଜଗନ୍ନାଥ ମନ୍ଦିର, ବହୁତ ହି ବଡ଼ ଆଉ ବହୁତ ହି ସୁନ୍ଦର ହେଇଥିଲା। ତାପରେ ଆମେ ଧୀରେ ଧୀରେ କରିକି ତା ଭିତର ମଧ୍ୟ ଯାଇକି ଦେଖିବା।
ଏଇ ସିଢି ଯୋଉ ହେଇଛି ଏଇଠି ଛୋଟ ପିଲାମାନେ ଗଡୁଥିଲେ ମଧ୍ୟ। ୟା ପୂର୍ବରୁ ଗୁଡାଏ ସ୍କୁଲ ପିଲା ଆସିକି ବି ମଧ୍ୟ ପାହାଚରେ ସବୁ ଗଡୁଥିଲେ। ଦେଖିବାକୁ ବି ବହୁତ ମଜା ଆସୁଥିଲା। ଆମେ ଚାରିପଟ ମନ୍ଦିରର ଚାରିପଟେ ଅନ୍ୟ ଅନ୍ୟ ଦେବତା ମାନଙ୍କର ମଧ୍ୟ ଛୋଟ ଛୋଟ ମନ୍ଦିର ରହିଥିଲା। କଲ୍କିଙ୍କର ମଧ୍ୟ ମନ୍ଦିର ରହିଥିଲା। ଆପଣମାନେ ଦେଖି ସାରିଥିବେ ଏଇ ଭିଡିଓରେ। ତ ଏହିପରି ଭାବରେ ସମସ୍ତ ଦେବାଦେବୀଙ୍କର ମଧ୍ୟ ମନ୍ଦିର ରହିଥିଲା ଏବଂ ମୁଖ୍ୟ ମନ୍ଦିର ରହିଥିଲା ଜଗନ୍ନାଥଙ୍କର। ଆମେ ପାରାଦୀପର ବୁଲାବୁଲି କରି ଆମେ ବାହାରି ପଡ଼ିଛୁ ପୁଣି ଭୁବନେଶ୍ୱରକୁ। ତ ଆଜି ପାଇଁ ବ୍ଲଗ ଏତିକି। ଆଶା କରୁଛି କି ଆଜିର ବ୍ଲଗ ଦେଖିକି ଆପଣମାନଙ୍କୁ ବହୁତ ହି ମଜା ଆସିଥିବ। ତ ଆଜି ପାଇଁ ଏତିକି। ଦେଖା ହବା ଗୋଟେ ନେକ୍ସଟ ଭିଡିଓରେ। ରହୁଛି। ନମସ୍କାର।